तार जो स्टोरी गुड़ा रखी सब स्टोरी से एपट सेपट कर सी तार 20 खंड 22 खंड मत डाकिले सी पैसा कौन तो खराब लगुच से 15 खंड 17 खंड 18 खंड 22 खंड 21 खंड देखिए जानियो तार जो पुराना स्टोरी सब अच्छी एथुर किसी जोड़ी रही गोटे स्टोरी करते भल लगे तेणुक नाटक भल आस दर्शक देखा गला बेले जे नाटक देखा जाएनि से भाइराल देखा जाए ଆପଣ ଦୁର୍ଗା ମନ୍ଦିର ଗୋଟେ ବଡ ଫେମ୍ ଥିଲେ ଆର୍ଟିଷ୍ଟ ସେ ହଉଛନ୍ତି ଡଲି ଭୂୟାଁ ସିଏ ତାଙ୍କର ଆମେ ସୋସିଆଲ ମିଡ଼ିଆରେ ଆମେ ଦେଖିବାକୁ ପାଇଲୁ ସିଏ 26-27 ପାଇଁକା ସିଏ ଛାଡୁଛନ୍ତି ଦୁର୍ଗା ମନ୍ଦିର ଅଲଗା ଯାତ୍ରା ଦୃଶ୍ୟ ଯାଉଛନ୍ତି କାହିଁକି ଛାଡ଼ିଲେ ଡଲି ଭୂୟାଁ ସେଇଟା ନିଜସ୍ୱ ଉପରେ କଥା କାହାର କ'ଣ ଅସୁବିଧା କାହାର କ'ଣ ସୁବିଧା ତାପରେ ଆଜିକାଲି ପଇସା ପତ୍ର କଥା ସେ କ'ଣ ପାଇଁ ଛାଡୁଛନ୍ତି କ'ଣ କରୁଛନ୍ତି ସେଟା ତାଙ୍କ ଉପରେ ନିର୍ଭର କରେ ତାଙ୍କୁ ପଚାରିଲେ ଅବଶ୍ୟ ଜାଣିପାରିବେ ସେଟା ତ ଆମେ କିଛି କହିପାରିବୁନି ତାପରେ ଆଜିକାଲି ତ କୌଣସି କଳାକାର କୋଉଠି ରହିବା ପାଇଁ 2-3 ବର୍ଷ ରହିଗଲେ ତାପରେ ରହିବ ବୋଲି 5 ବର୍ଷ ଏମିତି ଗ୍ୟାରେଣ୍ଟି ନାହିଁ ଆଉ ଯାହାକୁ ଯୋଉଟା ଭଲ ଲାଗିଲା ସେ ସେଠି କରିପାରିବ ତେଣୁ ତାଙ୍କ ତ ନିଜସ୍ୱ ଉପରେ ଆମେ କିଛି ହସ୍ତକ୍ଷେପ କରିପାରିବାନି ଆମେ ବି ଆପଣମାନେ ଯାହା ଦେଖୁଛନ୍ତି ଆମେ ବି ସେୟା ଦେଖୁଛୁ 2 ଦିନ ହେଲା ନୂଆ କରି ଗଢ଼ି ଉଠୁଥିବା ମାହେଶ୍ୱରୀ ନାଟ୍ୟରେ ଆମେ ତାଙ୍କର ଷ୍ଟାର କାଷ୍ଟ ବି ଦେଖୁଛୁ ଆଉ ସେଇଟା ବି କହି ହଉନି ସମୟ କହିବ ଯେ କିଏ କୋଉଠି କ'ଣ ହଉଛି ରିହର୍ସାଲ ପର୍ଯ୍ୟନ୍ତ ଆଜିକାଲି ତ ଏମିତି ସବୁ ବହୁତ ଜାଗାର ବହୁତ ଲୋକଙ୍କର ବାହାରୁଛି ପୁଣି ସେ ସବୁ ଚେଞ୍ଜ ହେଇଯାଉଛି ପୁଣି ଆଖଡ଼ା ବେଳକୁ ଦେଖିବାକୁ ଅନ୍ୟ କିଏ କୋଉଠି ରହିଯାଉଛି କହି ହଉନି ତାଙ୍କର ତ ଆମେ ଆପଣମାନେ ଦେଖୁଛନ୍ତି ଯାହା ଆମେ ବି ଦେଖୁଛୁ 2 ଦିନ ହେଲା ଷ୍ଟାର କାଷ୍ଟ ହଉଛି ସେ ତାଙ୍କୁ ପଚାରିଲେ ସେ କହିପାରିବେ କ'ଣ ଅସୁବିଧା ସୁବିଧା କ'ଣ ପାଇଁ ଆମେ ଆଉ କିଛି କହିପାରିବାନି ନା ଆପଣ ମୁଖ୍ୟ ପରିଚାଳକ ହିସାବରେ ଅଛନ୍ତି ଦୁର୍ଗା ମନ୍ଦିରରେ ତ ୟା ପୂର୍ବରୁ ଆପଣ ଥିଲେ ଗ୍ରାଉଣ୍ଡ ମହଲରେ ତ ଆପଣଙ୍କ ଯାତ୍ରା କ୍ୟାରିୟର କେତେ ବର୍ଷ ହେଇଗଲା ମୁଖ୍ୟ ପରିଚାଳକ ହିସାବରେ ଯାତ୍ରା କ୍ୟାରିୟର ମୋର ହେଇଗଲାଣି 25-30 ବର୍ଷ ହବ ପରିଚାଳକ ଖୁବ କମ ଦିନ ହେଲା ବେଶୀ ଦିନ ହେଇନି ଯାও ମୋର ସ୍वर्गत ଚିନୁ ବାବୁ ଯୋଉ ଥିଲେ ପରିଚାଳକ ମୁଖ୍ୟ ପରିଚାଳକ ତୁଳସୀ କର୍ଣ୍ଣାଟରେ ସେ ହେଉଛନ୍ତି ମୋର ଗୁରୁ ମୁଁ ଜଣେ କଳାକାର ଥିଲି ପ୍ରଥମେ ଅଭିନୟ କରୁଥିଲି ଅଭିନୟରେ ମୁଁ ଆସି ସେଠି ତାଙ୍କ ପାଖରେ ଅଭିନୟ ବି କରିଛି ତୁଳସୀରେ ତାପରେ ସେ ରହି ସେ ମୋତେ ବି କହିଥିଲେ ତମେ ଅଭିନୟ କରିବା ମ୍ୟାନେଜରଟାକୁ ଦାୟିତ୍ୱ ନିଅ ଅଭିନୟ ଚେହେରା କଣ୍ଟା ଚାଲିଗଲା ଆଉ କିଛି ନାହିଁ ମ୍ୟାନେଜର କିନ୍ତୁ ସବୁଦିନ କରିପାରିବ ତାଙ୍କରି କଥା ମାନିକି ତାଙ୍କରି ପାଖରେ ମ୍ୟାନେଜରସିପ୍ କରୁଥିଲି ସବୁ ପ୍ରକାର ମ୍ୟାନେଜର ସାରିଲା ପରେ ସବୁ ପ୍ରକାର ଶିଖିଲା ପରେ ଦାୟିତ୍ୱ ବହନ କରି କେମିତି ପାର୍ଟି ଚଳେଇବି କ'ଣ କରିବି କଲ୍ କରିବି ବା କେମିତି ଚଳେଇଲେ କ'ଣ ହେଇପାରିବ ଏଟା ସବୁ ଶିଖି ସାରିଲା ପରେ ବାବୁ ମରିଗଲା ପରେ ମୁଁ ମୁଖ୍ୟ ପରିଚାଳକରେ ଡିକ୍ଲାରେସନ କଲି ତା ମୁଖ୍ୟ ପରିଚାଳକ ସେ ପଦବୀରେ ଯୋଗଦାନ କରି ଦାୟିତ୍ୱ ବହନ କରିବା ପାଇଁ ନିଜେ ନିଜେ ବିବେଚିତ କରୁଛି ମଧ୍ୟ ଯେତିକି ଯାତ୍ରାପାର୍ଟି ଦାୟିତ୍ୱ ନେଲେଣି ତଥାପି 3-4ଟା ଦାୟିତ୍ୱ ନେଲେଣି ବା ମୁଖ୍ୟ ପରିଚାଳକ ଅଧା ବାଟରେ କୋଉଠି କିଛି ହଇରାଣ ହେଇନି ଠାକୁର ଯାହା ବର୍ଷ ଯାକ ମୋଟ ଲାଗି ତାଙ୍କ ଦାୟିତ୍ୱ ତାଙ୍କୁ ଦେଇପାରିଛି କ୍ଷତି କିଛି କରି ଜାଣିବାନି ମାଲିକଙ୍କର କିଛି କ୍ଷତି କରି ଏବେ ତ ଏଇ ଦୁର୍ଗା ମନ୍ଦିର ଅଛି ଦେଖିଆ ଠାକୁର ଡାକୁଛି ସେଇ ଜୁନ 13 ତାରିଖ ପର୍ଯ୍ୟନ୍ତ ଯେମିତି ତାଙ୍କ କତରୁ ଦାୟିତ୍ୱ ଆଣିକି ପାର୍ଟି ଆଣିକି ବାହାରେ ବୁଲେଇକିରି ଏଇ ଯୋଉ ଏ ବର୍ଷର କଥା ଦ୍ୱିତୀୟରେ ଏଇ ଯୋଉ ରେନି ସିଜନଟା ଗଲା ଠିକ ଠାକ ଭାବେ ଚାଲିଛି ଆଉ ମଧ୍ୟ ମୋର ବିଶ୍ୱାସ ଅଛି ଠାକୁରଙ୍କ ଉପରେ ଭରସା ଅଛି ଯେ ମୁଁ ଜୁନ 13 ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ବହନ କରି ସୁଚାରୁ ରୂପେ ବହନ କରି ତାଙ୍କ ପାର୍ଟି ପୁଣି ନେଇ ଯେମିତି ତାଙ୍କ ପ୍ରତି ଦାୟିତ୍ୱ ଅଛି ତାଙ୍କ ହସ୍ତକ୍ଷେପ କରି ତାପରେ ମୁଁ ମୋର ଯାହା କିଛି କରିବି ପ୍ରଫୁଲ୍ଲ ବାବୁ ଏବେ ଆମେ ଜାଣିବାକୁ ଚାହୁଁଛୁ ଆପଣଙ୍କ ଠାରୁ ଆପଣ ଯାଇକି ବିଗତ ଦିନର ବହୁତ ବଡ଼ କଳାକାର ବି ଥିଲେ ଏବେ ଆପଣ ପରିଚାଳକ ହିସାବରେ କାମ କରୁଛନ୍ତି କିଛି ଦର୍ଶକ କହୁଛନ୍ତି ଆଗ ଭଳିଆ ଆଉ ନାଟକ ନାହିଁ ନ ଆସିବାର ଭଲ କାରଣ କ'ଣ କହୁଛନ୍ତି ପ୍ରତ୍ୟେକ ନାଟକରେ କିଛି ନା କିଛି ମାନେ ଅଲଗା ଯାତ୍ରା ଅନୁଷ୍ଠାନ ନାଟକ କିଛି କପି ହେଇଯାଉଛି ତାଙ୍କ ସିନି ଆଙ୍କ ସିନି ମ୍ୟାଚ୍ କରିଯାଉଛି ସେଇଟା ସତ ସେଟା ନହେଲେ କରିବେ କେମିତି ଜଣେ
ଲେଖକ ବର୍ଷକୁ କେତେ ଖଣ୍ଡ ନାଟକ ଲେଖିବ? ତାର ତ ସେଟା ଗୋଟେ ବ୍ରେନ ନା, ତା ବ୍ରେନ ଖଟେଇକି ସେ କେତେ ଖଣ୍ଡ ନାଟକ ଲେଖିପାରିବ? 2-3 ଖଣ୍ଡ 4 ଖଣ୍ଡ ଲେଖିପାରିବ ବଡ ଯୋଉ। ସେ ଯଦି 15 ଖଣ୍ଡ 17 ଖଣ୍ଡ 18 ଖଣ୍ଡ 22 ଖଣ୍ଡ 21 ଖଣ୍ଡ ଲେଖିବ, ଜାଣିବ କୋଉ? ତାର ଯୋଉ ପୁରୁଣା ଷ୍ଟୋରି ସବୁ ଅଛି, ଏଥିରୁ କିଛି ସେଥିରୁ କିଛି ସେଥିରୁ କିଛି ଯୋଡ଼ି ଦେଇକି ଗୋଟେ ଷ୍ଟୋରି କରିଦେଲେ ସେଟା ଭଲ ଲାଗିଲା। ସେ ତ ସେମିତି କଲା, କାରଣ ଏଇଟା ତ ହଉଛି ତାଙ୍କର ଭୁଲ ନୁହେଁ, ଭୁଲ ହଉଛି ପ୍ରଯୋଜକଙ୍କର। ଆଜି ଯୋଉ ନାଟକଟା ଜଣେ ରାଇଟର ବା ମାନେ ଭାଇରାଲ ହେଇଗଲା, ତାପରେ ସବୁ ପ୍ରଯୋଜକ ତାଙ୍କୁ ଡାକନ୍ତି, ତାଙ୍କ ପାଖକୁ ନାଟକ ଆଣିବା ପାଇଁ ଯାଆନ୍ତି ଏବଂ ସମସ୍ତେ ଭାଇରାଲ ହବା ପାଇଁ ଚାହାନ୍ତି। ସମସ୍ତେ କଣ ହେଇଯିବେ କି? ସିଏ ବାଧ୍ୟତାମୂଳକ ତାର ଯେତେବେଳେ ଡିମାଣ୍ଡ ବଢିଗଲା, ସେ ସେଠୁ କଣ କଲା ନା ତାର ଯୋଉ ଷ୍ଟୋରି ଗୁଡେ ରଖିଥିଲା ସବୁ ଷ୍ଟୋରି ସେ ଏପଟ ସେପଟ କରିକିରି ସେ ତାର 20 ଖଣ୍ଡ 22 ଖଣ୍ଡ ମତେ ଡାକିଲେ ସେ ଯାଇକି ତାର ପଇସାଟା କଣ ତାକୁ ଖରାପ ଲାଗୁଛି, ସେ ଯାଇକି ଦେଲା। କିନ୍ତୁ ତା ଭିତରେ କୋଉ 2 ଖଣ୍ଡ ନାଟକ ଭାଇରାଲ ହବ, କୋଉ 2 ଖଣ୍ଡ ହବ, ଏ ତ ଭାଇରାଲ ଯୁଗ ନା। ଆଉ ଦର୍ଶକ ମାନେ ଯିଏ ହଉଛନ୍ତି ନାଟକ ଦେଖୁନାହାନ୍ତି, ସେମାନେ ଭାଇରାଲ ଯିଏ ଯୋଉଟା ନାଗିଲା ସେଇଟା ଦେଖିଲେ। ତେଣୁକରି ନାଟକର ଭଲ ଆସିବ। ଦର୍ଶକ ଦେଖିବାକୁ ଗଲାବେଳେ ଯେ ନାଟକ ଦେଖିବାକୁ ଯାଏନି, ସେ ଭାଇରାଲ ଦେଖିବାକୁ ଯାଏ। ତେଣୁ ସେଠି ନାଟକର ଆଉ ସଂଜ୍ଞା ଆସିବ କୋଉଠି? ଲୋକ ମଧ୍ୟ ନାଟକ ଦେଖିବାକୁ ଯାଉନାହାନ୍ତି। ଆଉ ଏଇ ଯୋଉ ଯାତ୍ରାର ପଇସା ରୋଜଗାର କରିବା ପାଇଁ ଯୋଉ ଲଙ୍ଗଳା ଡ୍ୟାନ୍ସ ମାନଙ୍କୁ ନେଇକି ମଞ୍ଚରେ ନାଚ କରେଇଲେ, କିଛି ଭଲ ଦର୍ଶକ ଗଲେନି, ତାଙ୍କୁ ଦେଖିବାକୁ ଭଲ ଲାଗିଲାନି। ତା ନାଟକ ବର୍ତ୍ତମାନ ପାଇଁ ସେଇଭଳିଆ ଦର୍ଶକ ଯାଇ ପହଞ୍ଚିଲେ, ସେମାନେ ନାଟକ କାହିଁ ଦେଖିବେ? ସେମାନେ କିଛି ଲଙ୍ଗଳା ଡ୍ୟାନ୍ସ ଦେଖିଲେ, କିଛି ରେକର୍ଡ ଡ୍ୟାନ୍ସ ମେଲୋଡି ଦେଖିକି ପଳେଇ ଆଇଲେ। ଆଉ କିଛି ସେ ଭାଇରାଲ ଯୋଉଠି ହେଲା ସେଇଠି ପେଲିଲେ। ସେଠି ଗାଡିରେ ଜାଗା ରହୁନି, ଟିକେଟରେ ଜାଗା ରହୁନି, ଲମ୍ବା ଲାଇନ ଲାଗିଛି। କିନ୍ତୁ ସେ ନାଟକର କଣ ଅଛି କି ତାକୁ ତର୍ଜମା କରୁନାହାନ୍ତି। ଭାଇରାଲ ଚାଲିଛି, ପଇସା ରୋଜଗାର, ସେଥିପାଇଁ ନାଟକର ମାନ କମିଗଲା। ଯାହାର ଖଣ୍ଡେ ନାଟକ ଭାଇରାଲ ହେଲା ତାକୁ ଇ କହିଲେ ସେ 20 ଖଣ୍ଡ ନାଟକ ଦେଲା। କୋଉଟା ହେଇପାରେ କୋଉଟା ନ ହେଇପାରେ, ସେଥିରେ ଆଉ କଣ କରାଯିବ? ନାଟକର ମାନ ଆଉ ରହିବ? ସେତେବେଳେ ଯୋଉ ରାଇଟରଟି ଲେଖୁଥିଲା ନାଟକ ଗୋଟେ ଯୁଗ ଉପଯୋଗୀ ଲେଖୁଥିଲା, ଗୋଟେ ପରିବାରର ଗୋଟେ କିଛି କଥା ନେଇକି ଲେଖୁଥିଲା, ଯୋଉଟା କି ସିଏ ନିଜେ ସେଇଟାକୁ ଲେଖିପାରୁଥିଲା, ତାକୁ ବହୁତ କଷ୍ଟ କରିକି ବହୁତ ଦିନ ଲାଗିକି ସେ ନାଟକ ସେ ଲେଖୁଥିଲା। ଖଣ୍ଡେ କି 2 ଖଣ୍ଡ 3 ଖଣ୍ଡ 4 ଖଣ୍ଡ ବଡ ଯୋଉ 3-4 ଖଣ୍ଡ ନାଟକ ଲେଖିପାରୁଥିଲା। 3-4ଟି ଷ୍ଟୋରି କି ସେ ଜୀବନ୍ତ ରୂପ ଦଉଥିଲା। ଏବେ ତ ବର୍ତ୍ତମାନ ପାଇଁ 15 ଖଣ୍ଡ 18 ଖଣ୍ଡ 22 ଖଣ୍ଡ 21 ଖଣ୍ଡ ହେଲା ବେଳକୁ କୋଉଠି ଆସିବ ଆଉ ନାଟକ? ପ୍ରାୟ ସବୁ ଅନୁଷ୍ଠାନ ଚାହୁଁଛନ୍ତି ସିଏ ଲେଖିଲେ ତାଙ୍କର କିଛି ଭୁଲ ନାହିଁ। ଆଉ ନାଟକର କୋଉଠୁ ଆସିବ? ନାଟକ ଦର୍ଶକ ମାନଙ୍କ ଯାହା ଚାହୁଁଛନ୍ତି, ପ୍ରଯୋଜକ ମାନେ ସେଇଆ ଚାହୁଁଛନ୍ତି, ନାଟକ ଚାଲିଛି, ଚାଲିଲା ଆଉ। ପ୍ରଫୁଲ୍ଲ ବାବୁ, ଆପଣଙ୍କ ଦୁର୍ଗା ମନ୍ଦିର 25-26ରେ ଯୋଉ ଯୋଉ ଜାଗାରେ ଆପଣ ପରିବେଷଣ କରିଛନ୍ତି, ଆପଣ ନାଟକ କ୍ୟାମ୍ପ ଯାଇଛି, ସବୁ ଜାଗାରେ ଆପଣଙ୍କର ଫାଇଦା ହେଇଛି କି ଲସ୍ ହେଇଛି, କି ସେତିକି ଆପଣ ସନ୍ତୁଷ୍ଟ ମିଳିନି, ନା ଏ ଜାଗାରେ ଲାଭ ହବା କଥା ଲାଭ ହେଇପାରିନି, ସେମିତି କିଛି ଆପଣ ଭାବିଛନ୍ତି କି ମାନେ ଲସ୍ ଫସ ହେଇଛି ବୋଲି? ଲସ୍ ତ ସବୁ ଜାଗାରେ। ବର୍ତ୍ତମାନ ଆମେ ଯେବେଠୁ ଆରମ୍ଭ କଲୁଣି ଅଦ୍ୟାବଧି ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଆମେ ସକ୍ସେସ୍ ପାଇପାରୁନୁ, ସବୁ ଜାଗାରେ ଆମେ ଲସ୍ କରୁଛୁ। କାରଣ ଯେ ରେନି ସିଜନଟା ତ ଲସ୍ ହବା କଥା, ଲସ୍ ହେଇଥିଲା। କିନ୍ତୁ ଏବେ ଯୋଉଠିକି ଗଲେ ତ ସେଇ ଯୋଉ କଥା, ଲସ୍ର ମୁଖ୍ୟ କାରଣ ଲୋକ ଦେଖିଲେ ତ ପୁଣି ଯାତ୍ରା ପଇସା ଆସିବ। ଲୋକ ତ ଭାଇରାଲ ପଛରେ ଧାଇଁଲେ ଆମକୁ ଦେଖୁଛି କିଏ? କିନ୍ତୁ ଯେତିକି ଦର୍ଶକ ରହୁଛନ୍ତି, ଯେତିକି ଲୋକ ଦର୍ଶକ ମାନେ ଦେଖୁଛନ୍ତି, ସମସ୍ତଙ୍କ ପାଖରେ ଆମେ ପରିବେଷଣ କରୁଥିବା ନାଟକ ଗୁଡ଼ିକ ଠିକ ଭାବରେ କରିପାରିଛୁ ଏବଂ ସମସ୍ତେ ଭଲ କହିଛନ୍ତି ଏବଂ ଉତ୍ତମ ଭାବରେ ଆମେ ନାଟକ ପରିବେଷଣ କରୁଛୁ ଆମେ ନିଜେ ବି ଅନୁଭବ କରିପାରୁଛୁ। ସେଥିରେ କିଛି ଅସୁବିଧା ନାହିଁ। ତଥାପି ଉପର ବାଲା ତାର କହିବ କଣ ହବ, ସେ କଥା ସିଏ ବୁଝିବା। ଆମେ କରିଚାଲିବା, ଫଳକୁ ଆଶା କରିବାନି, ଯାହା ହବ ଠାକୁର ଜାଣନ୍ତି।